प्रभु जीशुଙ୍କ नामରେ ଆପଣମାନଙ୍କୁ ସାଲୋମ। ସାଧାରଣତଃ ଜଣେ ଆତ୍ମିକ ବ୍ୟକ୍ତି ଯେଉଁ ସମସ୍ୟା ଗୁଡ଼ିକର ସମ୍ମୁଖୀନ ହୁଏ ତାହା ହେଉଛି ପ୍ରାର୍ଥନା ନ କରିପାରିବା, ଆଉ ଦ୍ୱିତୀୟରେ ପବିତ୍ର ଜୀବନ ଯାପନ ନ କରିବା, ଆଉ ତୃତୀୟ ଆତ୍ମିକ ଯାତ୍ରାର ସମସ୍ୟା। ପ୍ରଥମରେ ଆତ୍ମିକ ବ୍ୟକ୍ତିର ଜୀବନର ମୁଖ୍ୟ ସମସ୍ୟା ଏକ ପ୍ରାର୍ଥନା ବିହୀନ ଜୀବନର ସମସ୍ୟା। ଯେଉଁ କାରଣରୁ ଦ୍ୱିତୀୟ ସମସ୍ୟା ଆସି ପହଞ୍ଚେ ତାହା ହେଉଛି ପବିତ୍ରତାକୁ ରକ୍ଷା ନ କରିବା। ତାହା ସେ କରିପାରେ ନାହିଁ। ଯେତେବେଳେ ଦାଉଦ ପ୍ରାର୍ଥନାର ଜୀବନକୁ ହରେଇଲେ ସେ ପବିତ୍ରତାକୁ ମଧ୍ୟ ହରେଇଲେ। କିନ୍ତୁ ତାପରେ ଯେତେବେଳେ ଜୀବନରେ ସେ ସଂଘର୍ଷ କରିବାକୁ ଲାଗିଲେ ସେ କୋଉ ପାଠକୁ ଶିଖିଗଲେ ଜାଣନ୍ତି? ଯଦି ମୋ ଠାରେ ପ୍ରାର୍ଥନାର ଜୀବନ ରହିବ ନାହିଁ, ମୁଁ ଯୁଦ୍ଧର ସାମ୍ନା କରିପାରିବି ନାହିଁ, ମୁଁ ଜିତିପାରିବି ନାହିଁ। ଦିନେ ଗୋଟିଏ ବଡ଼ ଯୁଦ୍ଧ ହେଲା। ଆସନ୍ତୁ ଦେଖିବା, ଆଗକୁ ଯିବା। ଦ୍ୱିତୀୟ ସାମୁଏଲ ପୁସ୍ତକ 17 ପର୍ବ 1 ପଦରୁ। ଆହୁରି ଅହିତୋଫେଲ ଅବସଲୋମକୁ କହିଲା, ମୁଁ 12,000 ଲୋକ ବାଛି ଆଜି ରାତ୍ରି ଉଠି ଦାଉଦଙ୍କ ପଛେ ଗୋଡ଼ାଇବି। ପୁଣି ସେ କ୍ଳାନ୍ତ ଓ ଶିଥିଳ ହସ୍ତ ଥିବାବେଳେ ମୁଁ ତାଙ୍କୁ ଆକ୍ରମଣ କରି ଭୟ ଦେଖାଇବି। ତହିଁରେ ତାଙ୍କର ସମସ୍ତ ସଙ୍ଗୀ ଲୋକ ପଳାଇବେ। ପୁଣି ମୁଁ କେବଳ ରାଜାଙ୍କୁ ଆଘାତ କରିବି, ଆଉ ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିବି। ଅହିତୋଫେଲ କିଏ ଥିଲେ? ଦାଉଦଙ୍କର ମନ୍ତ୍ରୀ ଥିଲେ, ଦାଉଦଙ୍କର ମନ୍ତ୍ରଣାଦାତା। କିଛି ବି ବିଷୟରେ ଆଲୋଚନା ଦରକାର ହେଲେ ଅହିତୋଫେଲକୁ ସେ ପଚାରନ୍ତି। ସେହି ଦିନଗୁଡ଼ିକରେ ଅହିତୋଫେଲ ଯାହା ମଧ୍ୟ ମନ୍ତ୍ରଣା ଦେଉଥିଲେ ସେହି ମନ୍ତ୍ରଣା ସାକ୍ଷାତ ପରମେଶ୍ୱରଙ୍କଠାରୁ ମିଳିଛି ବୋଲି ଦାଉଦ ଭାବୁଥିଲେ। ଆସନ୍ତୁ ଦେଖିବା 16 ଅଧ୍ୟାୟ ତାର 23 ପଦ। 16-23। ସେହି ସମୟରେ ଅହିତୋଫେଲ ଯେଉଁ ମନ୍ତ୍ରଣା ଦିଏ ସେହି ମନ୍ତ୍ରଣା ପରମେଶ୍ୱରଙ୍କର ବାକ୍ୟ ଦ୍ୱାରା ଉତ୍ତର ପାଇବା ତୁଲ୍ୟ ଥିଲା। ଦାଉଦ ଓ ଅବସଲୋମ ଉଭୟଙ୍କ ପ୍ରତି ଅହିତୋଫେଲର ସମସ୍ତ ମନ୍ତ୍ରଣା ଏହି ପ୍ରକାରର ଥିଲା। କଣ ବୁଝିଲେ ଏଥିରୁ? ଦାଉଦଙ୍କର ମନ୍ତ୍ରଣାଦାତା, ଦାଉଦଙ୍କର ମନ୍ତ୍ରୀ ଅହିତୋଫେଲ। କିନ୍ତୁ ଯେମିତି ଦାଉଦଙ୍କର ବତ୍ସିବା ସହିତ ସମ୍ପର୍କ ବ୍ୟଭିଚାରର ବିଷୟ ବାହାରେ ପ୍ରକାଶିତ ହେଲା, ଅହିତୋଫେଲ ସହିପାରିଲେ ନାହିଁ। ଆର କାରଣ ହେଉଛି ବତ୍ସିବା ଅହିତୋଫେଲର ନାତୁଣୀ ଥିଲା। ତାର ନାତୁଣୀ ସହିତ ଦାଉଦ ବ୍ୟଭିଚାର କଲା। ଏହି କଥାକୁ ଜାଣିପାରି ଅହିତୋଫେଲ ସହିପାରିଲା ନାହିଁ। ତାଙ୍କ ପାଖରେ ରହି ମନ୍ତ୍ରଣା ଦେଉଥିଲା ତାଙ୍କ ମନ୍ତ୍ରୀ ଥିଲା। ଦାଉଦଙ୍କ ବିପକ୍ଷରେ ଉଠିଲା, ଦାଉଦ, ମୁଁ ତତେ ମାରିଦେବି। କଣ ବୁଝିପାରୁଛନ୍ତି ଆପଣ? ଗୋଟିଏ ରାତି ତ ସେ ଭୁଲ କଲା, ଗୋଟିଏ ରାତି ତ ପାପ କଲା। ଶୁଣନ୍ତୁ ଭାଇ ଭଉଣୀମାନେ, ସେଇ ଗୋଟିଏ ଭୁଲ ହିଁ ଯଥେଷ୍ଟ ଆପଣଙ୍କ ଜୀବନକୁ ବର୍ବାଦ କରିଦେବା ପାଇଁ। ଏବେ କିଏ ମାରିବାକୁ ଚାହୁଁଛି? ଅବସଲୋମ। ଅବସଲୋମ କିଏ? ଅବସଲୋମ ଦାଉଦଙ୍କର ଅତି ପ୍ରିୟ ପୁତ୍ର ଥିଲେ। ପରମେଶ୍ୱର ଗୋଟିଏ କଥା କହିଥିଲେ। କଣ କହିଥିଲେ ଦେଖନ୍ତୁ, 12 ଅଧ୍ୟାୟ 10 ଆଉ 11 ପଦ। ଏହେତୁ ତୁମ୍ଭ ଗୃହରୁ ଖଡ୍ଗ କେବେ ଯିବ ନାହିଁ, କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭର ଭାର୍ଯ୍ୟା ହେବା ପାଇଁ ହିତ୍ୟ ଉରିୟର ଭାର୍ଯ୍ୟାକୁ ନେଇଅଛ। ତୁମକୁ ଯୁଦ୍ଧକୁ ଯିବାର ଥିଲା, ତୁମେ ଘରେ ରହିକି ବ୍ୟଭିଚାର କାର୍ଯ୍ୟ କରିବ? ତାହେଲେ ଏବେ ଦେଖ, ଯୁଦ୍ଧ ତମ ଘର ଭିତରେ ହବ। କୋଉଠି? ତୋ ଘର ଭିତରେ ଯୁଦ୍ଧ ହବ। ଏହା ପରମେଶ୍ୱରଙ୍କ ଦଣ୍ଡ ଥିଲା। ଖଡ୍ଗ ତୁମ୍ଭ ଗୃହରୁ କେବେ ଯିବ ନାହିଁ। ଏବେ ମୋର କଥା ଶୁଣ। ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା। ଯଦି ତୁମେ ସେଦିନ ଯୁଦ୍ଧକୁ ଯାଇଥାନ୍ତ ତାହେଲେ ତୁମ ଶତ୍ରୁମାନଙ୍କ ଉପରେ ତୁମେ ବିଜୟ ପ୍ରାପ୍ତ ହେଇ ଫେରିଥାନ୍ତ। ତୁମକୁ ତୁମ ଦେଶକୁ ରକ୍ଷା କରିବାର ଥିଲା। ଯୁଦ୍ଧକୁ ଯାଇ ତୁମ ଦେଶକୁ ରକ୍ଷା କରିବା ପରିବର୍ତ୍ତେ ତୁମେ ସ୍ୱେଚ୍ଛାଚାରୀ ହୋଇ ନିଜ ଘର ଭିତରେ ଶୋଇଥିଲ, ପାପ କରୁଥିଲ। ଶୁଣ, ଏବେ ଯୁଦ୍ଧ ତୁମ ଘର ଭିତରକୁ ଆସିବ, ଆଉ ସେଇ ଯୁଦ୍ଧ ତୁମ ଗୃହରେ ବାସ କରୁଥିବା ଲୋକମାନଙ୍କ ଦ୍ୱାରା ହିଁ ଘଟିବ। ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଗୋଟେ କଥା କହିବି,
आपण जेतेबेले परमेश्वरଙ୍କ ठारू दूरକୁ ଯିବେ ଆପଣଙ୍କ ଘରେ ଯୁଦ୍ଧ ଆରମ୍ଭ ହେବ। ଯେତେବେଳେ ଆପଣ ପରମେଶ୍ୱରଙ୍କ ଠାରୁ ଦୂରକୁ ଯିବେ ଆପଣଙ୍କ ଗୃହ ଭିତରେ ଯୁଦ୍ଧ ଆରମ୍ଭ ହେବ। ପିତାମାତା ଭାବରେ ଯେତେବେଳେ ଆପଣ ସ୍ୱେଚ୍ଛାଚାରୀ ଜୀବନଯାପନ କରିବାକୁ ଆରମ୍ଭ କରିବେ, ମାତା ପିତା ଭାବରେ ଯେତେବେଳେ ଆପଣ ଅଭିଳାଷରେ ଜୀବନଯାପନ କରିବେ, ଶୁଣନ୍ତୁ, ସର୍ବପ୍ରଥମରେ ଆପଣଙ୍କ ଶତ୍ରୁ କିଏ ହେବେ ଜାଣନ୍ତି? ଆପଣଙ୍କ ପିଲାମାନେ। ସେଇମାନେ ଆପଣଙ୍କୁ କଣ୍ଟା ପରି ଫୋଡ଼ି ହେବେ। ସେଇମାନେ ଆପଣଙ୍କୁ ମାରିବେ, ଆପଣଙ୍କୁ ଘାଇଲା କରିବା ଲୋକମାନଙ୍କ ପରି ହେବେ। ସେଇମାନେ ଆପଣଙ୍କୁ ହାତ ଉଠେଇବେ। ଅଫକୋର୍ସ ବେଳେବେଳେ ବାପା ମା ମାନେ ଧାର୍ମିକତାର ଜୀବନଯାପନ କଲେ ମଧ୍ୟ ମାଙ୍କ ଉପରେ ବାପାଙ୍କ ଉପରେ ହାତ ଉଠାଉଥିବା ଦୁଷ୍ଟ ପିଲାମାନେ ଅଛନ୍ତି। ତାହା ଧାର୍ମିକତା ସମ୍ବନ୍ଧିତ ବିଷୟ। ଶୁଣନ୍ତୁ, ସାଧାରଣତଃ ଆପଣଙ୍କର ଜୀବନ ମଧ୍ୟରେ ପରମେଶ୍ୱରଙ୍କର ବିରୁଦ୍ଧାଚରଣ ଆପଣ କରିବେ, ତାଙ୍କ ଇଚ୍ଛା ବିରୁଦ୍ଧରେ ଜୀବନ କାଟିବେ, ତାହେଲେ ଆଉ ସେହିପରି ଆପଣ ପରିବାର ମଧ୍ୟରେ ବାସ କରିବେ, ତାହେଲେ ଘରେ ଭୟାନକ ଯୁଦ୍ଧର ବାତାବରଣ ସ୍ଥାନ ନେଇଯିବ। ବୋଧହୁଏ ଆଜି ଆପଣଙ୍କ ଗୃହରେ ଯେଉଁ ଭୟାନକ ବାତାବରଣ ଅଛି ତାର କାରଣ ଆପଣ ପରମେଶ୍ୱରଙ୍କ ଠାରୁ ଅନେକ ଦୂରରେ ଥିବା ହେତୁ। ଆପଣଙ୍କ ଘର ଭିତରେ ସ୍ୱାମୀ ସ୍ତ୍ରୀ ଭିତରେ ପିଲାମାନଙ୍କ ଭିତରେ ଏକତା ନଥିବାର କାରଣ ଘର ବାହାରେ ଆପଣ ସ୍ୱେଚ୍ଛାଚାରିତାର ଜୀବନଯାପନ କରୁଛନ୍ତି। ସେଥିପାଇଁ ପରମେଶ୍ୱର ନିଜେ ଆପଣଙ୍କ ଘରେ ଯୁଦ୍ଧ ପଠାଇଛନ୍ତି। ଦାଉଦ ଯେତେବେଳେ ପାପ କଲେ, ଯୁଦ୍ଧକୁ ଯାଇ ଆପଣ ଦେଶକୁ ରକ୍ଷା କରିବାର ଏକ ଦାୟିତ୍ୱବାନ ଜଣେ ରାଜା ଭାବରେ ନିଜର ଦାୟିତ୍ୱ ସମ୍ପାଦନ ନ କରି ଘର ଭିତରେ ଶୋଇ ରହି ସନ୍ଧ୍ୟା ସମୟରେ ଉଠି ସ୍ନାନ କରୁଥିବା ପର ସ୍ତ୍ରୀକୁ ଦେଖି ତାକୁ ଡକେଇ ତା ସହିତ ବ୍ୟଭିଚାର କରି ତାର ଶରୀର ମଧ୍ୟରେ ଉତ୍ପନ୍ନ ହେଇଥିବା ଶାରୀରିକ ଯୁଦ୍ଧରୁ ସେ ଜୟ ପାଇଲା ନାହିଁ। ଅଧୀନ ହେଇଗଲା। ପରମେଶ୍ୱର କହିଲେ, ଏବେ ଯୁଦ୍ଧ ତୋର ଗୃହକୁ ଆସିବ। ତୁମ ଘରର ଲୋକମାନେ ହିଁ ତୁମ ବିରୁଦ୍ଧରେ ଯୁଦ୍ଧ କରିବେ। ତାଙ୍କ ସହିତ ରହିଥିବା ତାଙ୍କର ମନ୍ତ୍ରୀ ଅହିତୋଫେଲ ତାଙ୍କ ବିରୋଧୀ ହେଲା। ଯେଉଁ ପୁତ୍ରକୁ ସେ ସବୁଠାରୁ ବେଶୀ ଭଲ ପାଉଥିଲେ ସେଇ ଅବସଲମ ତାଙ୍କ ବିରୋଧୀ ହେଲା। ଅବିଶ୍ୟ ଯାହାକୁ ଭଲ ପାଉଥିଲେ ସେ ଅବସଲମ, ଯାହାକୁ ସବୁଠୁ ବେଶୀ ଭରସା କରୁଥିଲେ ଅହିତୋଫେଲ, ଏଇ ଦୁହେଁ ମିଶି ବର୍ତ୍ତମାନ ପ୍ଲାନ୍ କରୁଛନ୍ତି ଦାଉଦଙ୍କୁ ମାରିଦେବେ। କାହିଁକି ଏମିତି ପ୍ଲାନ୍ କରୁଛନ୍ତି? ତାହା ପରମେଶ୍ୱରଙ୍କ ପ୍ରଦତ୍ତ ଦଣ୍ଡ ଥିଲା। ପ୍ରିୟ ଭାଇ ଓ ଭଉଣୀମାନେ ଶୁଣନ୍ତୁ, କିଛି ହେବ ନାହିଁ। ଗୋଟିଏ ଥର ହେଇଛି, ଗୋଟିଏ ଲୋକ ସହିତ ତ, ଗୋଟିଏ ସ୍ତ୍ରୀ ସହିତ ତ, ଏହା ଭାବିକିରି ଗୋଟିଏ ପାପ, ଗୋଟିଏ ଭୁଲ ପରମେଶ୍ୱର ଅଣଦେଖା କରି ତାକୁ ଛାଡ଼ିଦେବେ, ଏହା ଭାବି ଆପଣ ଭ୍ରମିତ ହେଇପାରନ୍ତି। କିନ୍ତୁ ପରମେଶ୍ୱର ଛାଡ଼ିବେ ନାହିଁ। ଆପଣଙ୍କ ପାପ ଆପଣଙ୍କୁ ନିଶ୍ଚୟ ଧରିବ। ଧରି ପକେଇଲା, ତାହା ଦାଉଦଙ୍କୁ ଛାଡ଼ିଲାନି। ତାପରେ କ'ଣ ହେଲା? ବର୍ତ୍ତମାନ ଅବସଲମ ଆଉ ଅହିତୋଫେଲ ମିଶି ପ୍ଲାନ୍ କରୁଛନ୍ତି ଦାଉଦଙ୍କୁ ମାରିଦେବା। ବାପାଙ୍କୁ ମାରିବା ପାଇଁ ସେଇ ପୁତ୍ର ଯାହାକୁ ଭଲ ପାଉଥିଲେ ଏବେ ପ୍ଲାନ୍ କରୁଛି। ଦାଉଦ କେମିତି ସହିଥାନ୍ତେ? ସେ ବହୁତ ଦୁଃଖୀ ହେଇଗଲେ। କିନ୍ତୁ ଦାଉଦ କ'ଣ କଲେ ଜାଣନ୍ତି? ତାଙ୍କର ଏହି ପରିସ୍ଥିତି ଗୁଡ଼ିକ ପାଇଁ ସେ ପରମେଶ୍ୱରଙ୍କ ପାଖକୁ ଆସିଲେ, ତାଙ୍କ ପାଖରେ ପ୍ରାର୍ଥନା କଲେ। ପ୍ରାର୍ଥନାର ଜୀବନକୁ ଦାଉଦ ପୁଣି ଆରମ୍ଭ କଲେ। 15 ଅଧ୍ୟାୟର 31 ପଦରେ ଆପଣ ଯେତେବେଳେ ପଢ଼ିବେ ଆପଣ ବୁଝିପାରିବେ ଦାଉଦ ପ୍ରାର୍ଥନାର ଜୀବନକୁ ଅଣଦେଖା କରିବା ଦ୍ୱାରା କିପରି ଭାବରେ ପାପ ସହିତ ସଂଘର୍ଷ କରି ସେ ପାପକୁ ଜିତି ପାରିଲେ ନାହିଁ, ଆଉ ତାର ଅଧୀନସ୍ଥ ହେଇଗଲେ। ସେ ବୁଝିପାରିଥିଲେ ପ୍ରାର୍ଥନା ନ କରିଲେ ମୁଁ ପବିତ୍ର ଜୀବନଯାପନ କରିପାରିବିନି, ଆଉ ପବିତ୍ର ଜୀବନଯାପନ ଯଦି ମୁଁ କରିପାରିବି ନାହିଁ ତାହେଲେ ଏଇ ଯୁଦ୍ଧ ମୁଁ ଜିତି ପାରିବି ନାହିଁ। ଏହା ବୁଝିପାରି ଦାଉଦ ନିଜର ପ୍ରାର୍ଥନାର ଜୀବନକୁ ସୁଧାରି ନେଇଥିଲେ। ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଆମକୁ ଯେଉଁ ବିଷୟକୁ ସୁଧାରିବାର ଅଛି ତାହା କ'ଣ ଜାଣନ୍ତି? ଆମର ପ୍ରାର୍ଥନାର ଜୀବନକୁ। ଆଜି ଆମ ଜୀବନର ମୁଖ୍ୟ ସମସ୍ୟା ପ୍ରାର୍ଥନା ବିହୀନ ଜୀବନ, ମୁଖ୍ୟ ସମସ୍ୟା ପବିତ୍ରତା ବିହୀନ ଜୀବନ, ମୁଖ୍ୟ ସମସ୍ୟା ଜୀବନ ଯୁଦ୍ଧରେ ହାରିଯିବାର ବିଷୟ, ଜିତି ନ ପାରିବା ବିଷୟ ବୁଝିପାରି ଯାଇଥିଲେ ଦାଉଦ। ପ୍ରାର୍ଥନା ନ କରିପାରିବା କାରଣରୁ ସେ ପବିତ୍ରତାକୁ ହରାଇଥିଲେ। ପ୍ରାର୍ଥନାକୁ ଯଦି ମୁଁ ପୁଣି ଆଉଥରେ ଆରମ୍ଭ କରିବି ତାହେଲେ ମୁଁ ପବିତ୍ର ଜୀବନ କାଟିବି, ଶୈତାନ ଦ୍ୱାରା ଆସିଥିବା ସଂଘର୍ଷରେ ମୁଁ ଜିତିପାରିବି। ଏହା ଚିନ୍ତା କରି ଶେଷରେ ପ୍ରାର୍ଥନାର ହିଁ ସେ ଆଶ୍ରୟ ନେଇଥିଲେ, ଆଉ ଜୀବନରେ ପ୍ରାର୍ଥନାକୁ ଆରମ୍ଭ କରିଥିଲେ। ଅହିତୋଫେଲ ତାର ବିରୋଧରେ ଛିଡ଼ା ହେଇଗଲେ। ଅହିତୋଫେଲ ଯେ ତାହାର ବିନାଶ ଚାହୁଁଛି ଏଇ କଥା ଜାଣିବା ପରେ ଦାଉଦ କ'ଣ କଲେ? ଆସନ୍ତୁ ପଢ଼ିବା 15 ଅଧ୍ୟାୟ ତାର 31 ପଦ। ଏଥିମଧ୍ୟରେ ଜଣେ ଦାଉଦଙ୍କୁ କହିଲା, ଅବସଲମ ସଙ୍ଗେ ଚକ୍ରାନ୍ତକାରୀମାନଙ୍କ ମଧ୍ୟରେ ଅହିତୋଫେଲ ଅଛି। ତହିଁରେ ଦାଉଦ କହିଲେ, ହେ ସଦାପ୍ରଭୁ,
ବିନୟ କରୁଅଛି, ଅହିତୋଫେଲର ମନ୍ତ୍ରଣାକୁ ମୂର୍ଖତା କର। ଅହିତୋଫେଲ ଅଛି, ଅହିତୋଫେଲ ଅଛି। ପ୍ରଭୁ ମହାରାଜ, ଆପଣଙ୍କୁ ଗୋଟେ କଥା କହିବାର ଅଛି। କ'ଣ? ଆପଣ ଯାହା ଉପରେ ବହୁତ ଭରସା କରୁଛନ୍ତି, ଅହିତୋଫେଲ, ଯିଏ ଆପଣଙ୍କର ମନ୍ତ୍ରଣାଦାତା, ସେ ଅହିତୋଫେଲ, ଯାହାଙ୍କୁ ଆପଣଙ୍କ ବିଷୟରେ ସବୁ ଜଣାଅଛି, ସେଇ ଅହିତୋଫେଲ ଆପଣଙ୍କ ବିରୋଧୀ ହେଇଯାଇଛି। ଏମିତି କଥା? କ'ଣ କରୁଛି ସେ? ସେ ଆପଣଙ୍କ ପ୍ରିୟ ପୁତ୍ର ଅବସଲମ ସହିତ ମିଶି ଆପଣଙ୍କୁ ମାରିବା ପାଇଁ ଯୋଜନା କରୁଛି, ମାରିବା ପାଇଁ ପ୍ଲାନ୍ କରୁଛି। କ'ଣ କରିବେ କିଛି ବୁଝି ହେଉନି। ତା ବିଷୟରେ ଯିଏ ସବୁ କିଛି ଜାଣିଛି, ସେ ଅହିତୋଫେଲ, ଯାହାକୁ ସେ ସବୁଠୁ ପ୍ରେମ କରୁଥିଲେ, ଅବସଲମ। ଗୋଟିଏ ପଟେ ପ୍ରେମ, ଗୋଟିଏ ପଟେ ଭରସା, ଏ ଦୁଇ ଜଣ ମିଶିକି ଯେତେବେଳେ ତାଙ୍କ ବିରୁଦ୍ଧରେ ଉଠିଲେ, ସେତେବେଳେ ଦାଉଦ କ'ଣ କଲେ ଜାଣନ୍ତି? ପ୍ରାର୍ଥନା କଲେ, ପ୍ରଭୁ, ଗୋଟିଏ ପଟେ ମୋର ପ୍ରେମ, ଗୋଟିଏ ପଟେ ମୋର ଭରସା, ଏ ଉଭୟ ମୋର ବିରୋଧୀ ହେଇଛନ୍ତି, ସହିପାରୁନାହିଁ। ଦୟାକରି ଅହିତୋଫେଲର ମନ୍ତ୍ରଣାକୁ ଅସଫଳ କରନ୍ତୁ। କାହାର ଆଶ୍ରା ସେ ନେଲେ? ପ୍ରାର୍ଥନାର। ବୁଝିପାରୁଛନ୍ତି କି? ଆମର ଜୀବନର ପ୍ରତ୍ୟେକ ସଂଘର୍ଷର ଯଦି ଆମକୁ ସାମ୍ନା କରିବାକୁ ଅଛି, ଆମକୁ ଶକ୍ତି ଦେବା ପାଇଁ କେବଳ ପ୍ରାର୍ଥନା ଆଉ ପବିତ୍ର ଜୀବନ ଅଛି। ପ୍ରାର୍ଥନା ନ ରହିଲେ ପବିତ୍ରତା ହିଁ ରହିବ ନାହିଁ, ଆଉ ପବିତ୍ରତା ନ ରହିଲେ ଆପଣ ସଂଘର୍ଷରେ ଜୟବନ୍ତ ହେଇପାରିବେ ନାହିଁ। ମୁଁ ପଚାରୁଛି, ଆଜି ଆପଣଙ୍କର ଜୀବନରେ ଶୟତାନ କୋଉ ସଂଘର୍ଷ ଆଣିଛି? ପରିବାର ମଧ୍ୟରେ ସଂଘର୍ଷ, ଚାକିରି କ୍ଷେତ୍ରରେ ସଂଘର୍ଷ, ଶାରୀରିକ ଭାବରେ ସଂଘର୍ଷ, ଆର୍ଥିକ ଭାବରେ ସଂଘର୍ଷ, ସେବା କାର୍ଯ୍ୟରେ ସଂଘର୍ଷ। କେଉଁ ସଂଘର୍ଷ ମଧ୍ୟ ଦେଇ ଆପଣ ଯାଉଛନ୍ତି? ସେହି ସଂଘର୍ଷ ମଧ୍ୟରେ ଆପଣ ଜୟ ପାଇବାକୁ ହେଲେ କେବଳ ପବିତ୍ର ଜୀବନଯାପନ ହିଁ, ଆଉ ସେହି ପବିତ୍ର ଜୀବନଯାପନର ମୂଳ ଆଧାର ପ୍ରାର୍ଥନା ହିଁ ଆପଣଙ୍କୁ ବିଜୟ ଦେବ। ସେ ପ୍ରାର୍ଥନା ଉପରେ ନିର୍ଭର କଲା। ପ୍ରଭୁ, ଅହିତୋଫେଲ ମୋ ବିରୁଦ୍ଧରେ ମନ୍ତ୍ରଣା କରୁଛି, ମୋତେ ମାରିବା ପାଇଁ ଯୋଜନା କରୁଛି। ଅହିତୋଫେଲର ମନ୍ତ୍ରଣାକୁ ଅସଫଳ କର। ପ୍ରାର୍ଥନା କଲା ପ୍ରିୟମାନେ। ତାପରେ କ'ଣ ହେଲା ଜାଣନ୍ତି? 17 ଅଧ୍ୟାୟ 23 ପଦ। ପ୍ରାର୍ଥନା କ'ଣ କରିପାରେ? ଜୀବନର ସଂଘର୍ଷକୁ ବନ୍ଦ କରେ, ସଂଘର୍ଷ ଉପରେ ବିଜୟ ଦେଇଥାଏ। 15 ଅଧ୍ୟାୟରେ ଆମେ ପ୍ରାର୍ଥନାକୁ ଦେଖିଥିଲୁ। 17 ଅଧ୍ୟାୟରେ ଆସନ୍ତୁ ଆମେ ଉତ୍ତରକୁ ଦେଖିବା। 23 ପଦରେ, ଏ ଉତ୍ତରେ ଅହିତୋଫେଲ ଆପଣା ମନ୍ତ୍ରଣାନୁସାରେ କର୍ମ କରା ନ ଯିବାର ଦେଖି କାମ ହେଲାନି। କାହିଁକି ହେଲାନି? ଦାଉଦ ପ୍ରାର୍ଥନା କରିଥିଲେ, ପ୍ରଭୁ, ଅହିତୋଫେଲର ମନ୍ତ୍ରଣା ନିଷ୍ଫଳ ହେଇଯାଉ। ନିଷ୍ଫଳ ହେଇଗଲା। ଅହିତୋଫେଲ ଦେଖିଲା ଯେ ତାର ମନ୍ତ୍ରଣା ଅନୁସାରେ କାର୍ଯ୍ୟ ହେଲା ନାହିଁ। ଆପଣା ଗର୍ଦ୍ଦଭ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା ଓ ଆପଣା ଗୃହ ବିଷୟ ସଜାଡ଼ି ଆପଣଙ୍କୁ ଫାଶୀ ଦେଲା। ଆପଣଙ୍କୁ ଫାଶୀ ଦେଲା। ଦାଉଦ କ'ଣ ପ୍ରାର୍ଥନା କଲା ଜାଣନ୍ତି? ପ୍ରଭୁ, ଅହିତୋଫେଲ ମୋ ବିଷୟରେ ସେ ସବୁ କିଛି ଜାଣିଛି। ମୋତେ ଯେତେବେଳେ ମନ୍ତ୍ରଣା ଦରକାର ହୁଏ, ସେ ହିଁ ତ ମୋତେ ଦିଏ। ଏବେ ମୁଁ ଜାଣିପାରିଲି ସେ ମୋ ବିରୁଦ୍ଧରେ ମନ୍ତ୍ରଣା କରୁଛି। ତାର ମନ୍ତ୍ରଣାକୁ ଅସଫଳ କର ପ୍ରଭୁ। ବାସ୍ ସେତିକି ପ୍ରାର୍ଥନା। ଅହିତୋଫେଲକୁ ପ୍ରଭୁ ମାରିଦିଅ ବୋଲି କହିଲି। ଶତ୍ରୁର ମୃତ୍ୟୁକୁ ସେ ଚାହିଁନଥିଲା। ଶତ୍ରୁର ମନ୍ତ୍ରଣା ନିଷ୍ଫଳ ହଉ ବୋଲି ଚାହିଁଲା। ଆଉ ପରମେଶ୍ୱର କ'ଣ କଲେ? ଶତ୍ରୁର ନାମ ଚିହ୍ନବର୍ଣ୍ଣ ଲୋପ କଲେ। ଗୋଟିଏ ପଟେ ତାର କରାଯାଇଥିବା ପାପର ପ୍ରତିଫଳ ଦାଉଦ ଯେତେବେଳେ ସାମ୍ନା କରୁଥିଲା, ଆଉ ସେପଟରେ ତା ଦ୍ୱାରା କରାଯାଇଥିବା ପ୍ରାର୍ଥନାର ଉତ୍ତର ଦେଇ ପରମେଶ୍ୱର ତାଙ୍କୁ ସମ୍ଭାଳି ନେଲେ। କ'ଣ ବୁଝିପାରୁଛନ୍ତି? ଆତ୍ମିକ ଜୀବନରେ ପ୍ରାର୍ଥନା ଆଉ ପବିତ୍ରତାର ସହିତ ଆମକୁ ଆଗକୁ ବଢ଼ିବାକୁ ହେବ। ଯଦି ପ୍ରାର୍ଥନା ଆଉ ପବିତ୍ରତାକୁ ଅଣଦେଖା କରି ପାପକୁ ଆମେ ସ୍ଥାନ ଦେବା, ତାହେଲେ କରାଯାଇଥିବା ପାପ ନିମନ୍ତେ ଆମେ ପ୍ରାୟଶ୍ଚିତ କଲେ ସୁଦ୍ଧା କରାଯାଇଥିବା ପାପର ସେହି ପ୍ରତିଫଳକୁ ଆମେ ଜୀବନ ସାରା ଭୋଗି ଚାଲିଥିବା। ଗୋଟିଏ ପଟେ ଦାଉଦ ଭୋଗି ଚାଲିଥିଲେ, ଆଉ ସେହି ସମୟରେ ସେ ତାଙ୍କର ପ୍ରାର୍ଥନାର ଉତ୍ତର ମଧ୍ୟ ପାଇ ଚାଲିଥିଲେ। ସେମାନେ ଆସିକି କହୁଛନ୍ତି, ଅହିତୋଫେଲ କହୁଅଛି ତୁମର ପିତାଙ୍କୁ ମୁଁ ମାରିଦେବି, ମୋତେ ପରମିଶନ ଦେ। ଏପରି କହିବାରୁ ଅବସଲମ କହିଲା, ଠିକ୍ ଅଛି ଅହିତୋଫେଲ, 1 ମିନିଟ୍ ଅପେକ୍ଷା କର, ଆମେ ଆଉ କାହାର ମନ୍ତ୍ରଣା ନେବା। ଏହା କହି ସେ ଆଉ କାହାକୁ ଗୋଟେ ଡାକିଲେ। ଆସନ୍ତୁ ଦେଖିବା। 17 ଅଧ୍ୟାୟ 5 ପଦରେ ପୁଣି
ତେବେ ଅବସଲମ କହିଲା, ଅର୍କିୟ ହୁସୟକୁ ମଧ୍ୟ ଡାକ, ଆଉ ସେ କ'ଣ କହେ ତାହା ମଧ୍ୟ ଶୁଣିବା। ଅବସଲମ ଅହିତୋଫେଲର ମନ୍ତ୍ରଣା ଯେତେବେଳେ ହୁସୟକୁ କହିଲା 7 ପଦରେ, ତହିଁରେ ହୁସୟ ଅବସଲମକୁ କହିଲା, ଧ୍ୟାନ ସହିତ ଶୁଣନ୍ତୁ, ଅହିତୋଫେଲ ଯୋଉ ମନ୍ତ୍ରଣା ଦେଇଅଛି ତାହା ଭଲ ନୁହେଁ। ଅହିତୋଫେଲ ଏଥର ଯୋଉ ମନ୍ତ୍ରଣା ଦେଇଛି ସେ ମନ୍ତ୍ରଣା ଠିକ ନୁହେଁ। ତୁମର ପିତାଙ୍କୁ ମାରିଦେବି ବୋଲି ସହଜରେ କହୁଛନ୍ତି। ଅବସଲମ, ତୁମ ପିତାଙ୍କ ବିଷୟରେ ମୁଁ ବହୁତ ଭଲ ଜାଣିଛି। ଦାଉଦଙ୍କ ସଫଳତାର ରହସ୍ୟ କ'ଣ ତାହା ହୁସୟ ପ୍ରକାଶ କରୁଛି। କ'ଣ ସେ ବିଜୟର ରହସ୍ୟ? ଆସନ୍ତୁ ପଢ଼ିବା। 8 ପଦ ଶେଷ ଧାଡ଼ିରେ, ପୁଣି ଆପଣଙ୍କ ପିତା ଯୋଦ୍ଧା ଓ ରାତିରେ ସେ ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ। ଦେଖନ୍ତୁ, ଏବେ ସେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚି ରହିଛନ୍ତି। ଏହି ସମୟରେ ସେ କୋଉ ସ୍ଥାନରେ ଲୁଚିଥିବେ? ତୁମେ ଭାବୁଛ ଦାଉଦଙ୍କୁ ଅହିତୋଫେଲ କେବେ ହେଲେ ମାରିପାରିବ? ସହଜରେ ସେ ଦାଉଦକୁ ମାରିଦେଇପାରିବ। ମୋତେ ପରମିଶନ ଦିଅ ଅବସଲମ ଏହା କହିବାରୁ। ହୁସୟ କହୁଛି, ଅବସଲମ, ଚାନ୍ସ ନାହିଁ। ନମ୍ବର 1, ତୁମର ପିତା ଯୁଦ୍ଧରେ ବହୁତ ପ୍ରବୀଣ। ନମ୍ବର 2, ସେ ଲୋକମାନଙ୍କର ସହିତରେ ରହନ୍ତି, କିନ୍ତୁ ସେ କୋଉଠି ରହନ୍ତି କେହି ଜାଣନ୍ତି ନାହିଁ। ସାଧାରଣତଃ ତୁମର ପିତା କୋଉଠି ନା କୋଉଠି ଲୁଚି ରହିଥାନ୍ତି, ଆଉ ସେ କେଉଁ ସ୍ଥାନରେ ଲୁଚି ରହିଥାନ୍ତି ତାହା କେହି ଜାଣନ୍ତି ନାହିଁ। ଏଥିପାଇଁ ଦାଉଦଙ୍କ ନିକଟରେ କେହି ପହଞ୍ଚି ପାରିବେନି, କେହି ହେଲେ ତାଙ୍କୁ ଧରିପାରିବେନି। ଗୀତ 32 ପର୍ବ 7 ପଦରେ ହୁସୟ କହୁଛନ୍ତି, ତୁମର ପିତା ଦାଉଦଙ୍କୁ ଅହିତୋଫେଲଙ୍କ କହିବା ଅନୁସାରେ ତାଙ୍କ ପାଖରେ ପହଞ୍ଚିବା ଆଉ ତାଙ୍କୁ ମାରିବା ଅସମ୍ଭବ କଥା, କାରଣ ସେ କୋଉଠି ଲୁଚୁଛନ୍ତି ତାହା କେହି ଜାଣନ୍ତି ନାହିଁ। ସେ କୋଉଠି ଲୁଚୁଛନ୍ତି ତାହା ଦାଉଦ କହନ୍ତି। ଗୀତ 32 ପର୍ବରେ ଲେଖା ଅଛି, ତୁମେ ହିଁ ମୋହର ଲୁଚିବାର ସ୍ଥାନ, ତୁମ୍ଭେ ସଙ୍କଟରୁ ମୋତେ ରକ୍ଷା କରିବ। ଦାଉଦଙ୍କର ଲୁଚିବାର ସ୍ଥାନ କ'ଣ ଥିଲା? ପରମେଶ୍ୱରଙ୍କର ପକ୍ଷ ତଳେ, ପରମେଶ୍ୱରଙ୍କର ଡେଣା ତଳେ ଯାଇ ଦାଉଦ ଲୁଚି ଯାଉଥିଲେ। ରାଇଟ୍। ଏବେ ଗୋଟିଏ ପ୍ରଶ୍ନ ବହୁତ ଆଗରୁ ପଚାରିଥିଲି, ଏବେ ପୁଣି ପଚାରିବି। ଠେକୁଆ ବଳବାନ ନା ସିଂହ ବଳବାନ? ସିଂହ ଅଧିକ ବଳବାନ, କିନ୍ତୁ ଠେକୁଆ ଦୁର୍ବଳ। ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହ ଯେ କି ବହୁତ କ୍ଷୁଧିତ ଥିଲା, ସେ ନିଜର ଖାଦ୍ୟ ଅନ୍ୱେଷଣ କରିବା ସମୟରେ ତାକୁ ଗୋଟେ ଠେକୁଆ ଦେଖାଗଲା, ଆଉ ସେ ହଠାତ୍ ତା ଉପରକୁ ଡେଇଁ ପଡ଼ିଲା। ସେଇ ଠେକୁଆଟି କ'ଣ କଲା? ଗୋଟିଏ ପଥର ଥିଲା, ସେଇ ପଥର ତଳେ ଗୋଟେ ଛୋଟ ଗାତ ଥିଲା, ଆଉ ସେଇ ଛୋଟ ଗାତ ଭିତରେ ଯାଇକି ସେ ବସି ପଡ଼ିଲା। ସିଂହ ଗର୍ଜନ କରି ସେଠି ପହଞ୍ଚି ଯାଇଥିଲା। ସେଇ ପଥର ଭିତରେ ଠେକୁଆଟି ବସି ରହିଥିଲା। ସେ ସିଂହ ଗର୍ଜନ କରୁଥିଲା, ଚିତ୍କାର କରୁଥିଲା। ତାହା ଶୁଣି ଆହୁରି 10ଟି ସିଂହ ଆସି ପହଞ୍ଚିଗଲେ, ଆଉ ସେଇ 10 ଜଣ ସିଂହ ଆସି ସେଇ ପଥର ଚାରିପଟେ ଘୁରି ବୁଲିଲେ। ସେମାନେ ଚିତ୍କାର କରୁଥିଲେ, ଗର୍ଜନ କରୁଥିଲେ, ଆଉ ସେମାନଙ୍କ ମଝିରେ ଠେକୁଆଟି ଥରଥର ହେଇ କମ୍ପିତ ହେଇ ଡରିମରି ବସିଥିଲା। ସେ ସେଇ ସିଂହମାନଙ୍କୁ ଦେଖିକି ଡରିବା କଥା ନା ପ୍ରିୟମାନେ। ସେ ସେଇ ପଥର ଭିତରକୁ ଯାଇ ଆରାମରେ ଭିତରେ ସେ ଠେକୁଆଟି ଶୋଇପଡ଼ିଲା, ଆରାମରେ ଶୋଇପଡ଼ିଲା। ଏଣେ ସିଂହମାନେ କ'ଣ କରୁଥିଲେ? ଚାରିପଟେ ଘୁରି ବୁଲୁଥିଲେ, ଗର୍ଜନ କରୁଥିଲେ, ଚିତ୍କାର କରୁଥିଲେ। କିନ୍ତୁ ସେଇ ଠେକୁଆଟି ସିଂହମାନଙ୍କୁ ଦେଖୁଥିଲା, ତମେ ମୋର କିଛି କରିପାରିବ ନାହିଁ। ତମେ ଯେତେ ଗର୍ଜନ କର, ଚିତ୍କାର କର, ସବୁ ଦାନ୍ତ ଦେଖାଅ, ତୁମେ ମୋତେ ବିଲକୁଲ ଛୁଇଁ ପାରିବନି। ପ୍ରିୟମାନେ ଶୁଣନ୍ତୁ, ବାସ୍ତବରେ ସିଂହଠାରୁ ଏଇ ଠେକୁଆଟି ବହୁତ ନିର୍ବଳ, ଦୁର୍ବଳ ଥିଲେ ମଧ୍ୟ ସେଇ ଦୁର୍ବଳ ଠେକୁଆ ଦ୍ୱାରା ବନାଯାଇଥିବା ଯେଉଁ ନିବାସ ସ୍ଥାନ ତାହା ପଥର ଥିଲା, ଆଉ ତାହା ବହୁତ ବଳବାନ। ପ୍ରିୟ ଭାଇ ଭଉଣୀମାନେ ଶୁଣୁଛନ୍ତି, ଖ୍ରୀଷ୍ଟ ରୂପକ ସେଇ ଚଟାଣ, ସେହି ଚଟାଣରେ ଆପଣ ଯଦି ସେଇ ନିବାସ ସ୍ଥାନ ବନେଇବେ, ସେଇ ପଥରରେ ଆପଣଙ୍କ ଜୀବନକୁ ଯଦି ଆପଣ ଲୁଚେଇ ଦେବେ, ଏଇ ସଂସାରରେ
ଆପଣଙ୍କ ଚତୁଃପାର୍ଶ୍ୱର ଲୋକମାନେ କେତେ ବିପଜ୍ଜନକ ହେଇଥିଲେ ମଧ୍ୟ, ସେମାନେ କେତେ ବଳବାନ ଦେଖାଗଲେ ମଧ୍ୟ, ଆପଣଙ୍କ ଠାରୁ ଜ୍ଞାନୀ ବୁଦ୍ଧିମାନ ଦେଖାଗଲେ ସୁଦ୍ଧା ଆପଣଙ୍କୁ ସେମାନେ ଚୋବେଇ ଖାଇଦେଲା ପରି ଲାଗିଲେ ସୁଦ୍ଧା, ଆପଣଙ୍କୁ ମାରିଦେବେ, ବିନାଶ କରିଦେବେ ଭଳି ଲାଗିଲେ ବି ସେମାନେ ଆପଣଙ୍କ ଚତୁଃପାର୍ଶ୍ୱରେ ଚିତ୍କାର କଲେ ସୁଦ୍ଧା, ଶୁଣନ୍ତୁ, ସେ ସମସ୍ତଙ୍କ ଠାରୁ ଅତି ଅଧିକ ବଳବାନ ଅଟନ୍ତି। ସେ ଆପଣଙ୍କ ସହିତ ଅଛନ୍ତି। ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେମାନେ ଚିତ୍କାର କରିବେ, ଚିଲ୍ଲେଇବେ, ଆପଣଙ୍କୁ ଡରେଇବେ, କିନ୍ତୁ ସେମାନେ ଆପଣଙ୍କର ମସ୍ତକର କେଶକୁ ସୁଦ୍ଧା ଛୁଇଁ ପାରିବେ ନାହିଁ। କେତେବେଳେ? ଯେତେବେଳେ ଆପଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ନିବାସ ସ୍ଥାନ ଭାବରେ ବାଛି ନେବେ, ସେତେବେଳେ ଠେକୁଆଟି ସେଇ ପଥରର ଫାଟ ମଝିରେ ନିଜର ନିବାସ ସ୍ଥାନକୁ ବନେଇଥିଲା। ନିର୍ବଳ ଥିଲା, କିନ୍ତୁ ସେ ଯାହାକୁ ବାଛିଥିଲା ସେଇ ପଥର ଅତି ବଳବାନ ଥିଲା। ଆପଣ ଆଉ ମୁଁ ଏ ସଂସାରରେ ଦୁର୍ବଳ ହେଇଥାଇପାରୁ, କିନ୍ତୁ ଖ୍ରୀଷ୍ଟ ରୂପକ ଚଟାଣ ଉପରେ ମୁଁ ଆଉ ଆପଣ ବିଶ୍ରାମ କରିବା କିମ୍ବା ଲୁଚିଯିବା ଯଦି, ବାଇବେଲ କହେ ତାହାଙ୍କର ଆଜ୍ଞା ବିନା ଆପଣଙ୍କର ମସ୍ତକର କେଶ ସୁଦ୍ଧା କେହି ମଧ୍ୟ ସ୍ପର୍ଶ କରିପାରିବେନି, ନଷ୍ଟ କରିପାରିବେନି। କେତେବେଳେ? ଯେତେବେଳେ ଆପଣ ଖ୍ରୀଷ୍ଟ ରୂପକ ଚଟାଣର ସଂସ୍ପର୍ଶରେ ଆସିବେ। ପ୍ରିୟମାନେ, ଦାଉଦଙ୍କର ଲୁଚିବାର ସ୍ଥାନ ସଦାପ୍ରଭୁ ଅଟନ୍ତି। ହୁସୟ ସେଦିନ କହିଲେ, ଆମ ଦ୍ୱାରା ହବ ନାହିଁ। ଦାଉଦ କୋଉଠି ଲୁଚନ୍ତି ଆମେ ଜାଣୁନାହିଁ, ତାର ଲୁଚିବାର ସ୍ଥାନରେ ମହାନତା ଅଛି। ତାପରେ ଦାଉଦ ନିଜେ ମଧ୍ୟ ପ୍ରକାଶ କରି କହିଲେ, ମୋର ଲୁଚିବାର ସ୍ଥାନ ସ୍ୱୟଂ ଜିହୋବା। ପ୍ରିୟ ଭାଇ ଓ ଭଉଣୀମାନେ, ପ୍ରାର୍ଥନାର ଜୀବନକୁ ଛାଡ଼ିଦେଇ ପାପରେ ପଡ଼ିଯିବା ପରେ ଯେତେବେଳେ ତାର ଦଣ୍ଡକୁ ଅନୁଭବ କଲେ, ସେତେବେଳେ ଦାଉଦ କ'ଣ ବୁଝିପାରିଲେ କହିବା, ମୁଁ ମୋର ପ୍ରାର୍ଥନାର ଜୀବନକୁ ଛାଡ଼ିଦେଲି, ଆଉ ସେଥିପାଇଁ ମୋର ପବିତ୍ରତାକୁ ହରେଇଲି, ଆଉ ମୁଁ ପାପରେ ପଡ଼ି ଏବେ ପ୍ରତିଫଳକୁ ଅନୁଭବ କରୁଅଛି। ମୁଁ କିପରି ନିଜକୁ ସୁଧାରିବି ଏ କଥା ଚିନ୍ତା କରି ମୋର ସବୁଠୁ ବଡ଼ ସମସ୍ୟା ଯାହାକୁ ମୋତେ ବଦଳେଇବାକୁ ପଡ଼ିବ, ତାହା କ'ଣ ବୋଲି ପଚାରିଲେ, ତାହା ପ୍ରାର୍ଥନାର ଜୀବନ। ମୋର ଲୁଚିବାର ସ୍ଥାନ ଯେ ୟେହୋବା, ସେଠାରେ ମୋତେ ବିଶ୍ରାମ କରିବାକୁ ଅଛି। ଏଥିପାଇଁ ସେଇଦିନ ଅହିତୋଫେଲର ବିରୁଦ୍ଧରେ ଯେତେବେଳେ ସେ ପ୍ରାର୍ଥନା କଲେ, ସେତେବେଳେ ପରମେଶ୍ୱର ତାକୁ ସ୍ମରଣ କଲେ, ଆଉ ଅହିତୋଫେଲକୁ ହିଁ ରହିବାକୁ ଦେଲେ ନାହିଁ। ଆଜି ଆପଣଙ୍କ ଜୀବନରୁ ଶତ୍ରୁର ସମସ୍ତ ସତ୍ତା ଲୋପ କରିଦେବା ପାଇଁ ସାମର୍ଥ୍ୟ ଅଛି, କିନ୍ତୁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ଆପଣଙ୍କର ଲୁଚିବାର ସ୍ଥାନ ଯେ ପରମେଶ୍ୱର ଅଟନ୍ତି, ସେଠାରେ ଯାଇ ପ୍ରାର୍ଥନା କରିବା ପାଇଁ ସମୟ ପୃଥକ କରିବ। ଆତ୍ମିକ ଜୀବନରେ ବଡ଼ ସମସ୍ୟା ପାପ ନୁହେଁ, ପ୍ରାର୍ଥନାର ଜୀବନ ବିନା ବଞ୍ଚିବା। ଯେତେବେଳେ ଆପଣ ଆପଣଙ୍କର ପ୍ରାର୍ଥନାର ଜୀବନକୁ ଠିକ୍ କରିବେ, ଆପଣଙ୍କ ଜୀବନ ପବିତ୍ର ହେଇଯିବ। ପ୍ରାର୍ଥନା ଆଉ ପବିତ୍ରତା ଯେତେବେଳେ ଉଭୟ ମିଶିଯିବେ, ଶୟତାନ ଦ୍ୱାରା ଅଣାଯାଇଥିବା ଯେକୌଣସି ସମସ୍ୟା ହେଇଥାଉ ନା କାହିଁକି, ଆପଣ ବିଜୟ ପାଇବେ ଏବଂ ଏକ ବିଜୟ ଜୀବନ କାଟିବେ। ଏଥିପାଇଁ ପ୍ରିୟ ଭାଇ ଭଉଣୀମାନେ, ଆପଣଙ୍କର ଦିନର ଆରମ୍ଭ ପ୍ରାର୍ଥନାରୁ କରନ୍ତୁ, ପ୍ରାର୍ଥନାର ସହିତ ସମାପ୍ତ କରନ୍ତୁ। ପ୍ରାର୍ଥନାର ଆରମ୍ଭ କରିଥିବା ଓ ପ୍ରାର୍ଥନାର ଶେଷ କରିଥିବା ଦିନ ମଧ୍ୟରେ ଯେକୌଣସି ସମସ୍ୟା ଆସିଲେ ସୁଦ୍ଧା ସେହି ସଂଘର୍ଷରେ ଆପଣ ନିଶ୍ଚୟ ବିଜୟ ହାସିଲ କରିବେ। କାହିଁକି? ଏ ସଂସାରରେ ଯେତେ ସବୁ ଶକ୍ତି ଅଛି, ତାଠାରୁ ସବୁଠୁ ବଡ଼ ଶକ୍ତି ଆପଣଙ୍କ ମଧ୍ୟରେ ଥିବା ପରମେଶ୍ୱରଙ୍କ ଠାରେ ଅଛି। ସେହି ପରମେଶ୍ୱର ହିଁ ଆପଣଙ୍କୁ ବିଜୟ ଦେବେ। ଏଥିପାଇଁ ପ୍ରାର୍ଥନାରେ ଆପଣଙ୍କ ଜୀବନକୁ ଆରମ୍ଭ କରନ୍ତୁ, ଆଉ ପ୍ରାର୍ଥନାରେ ଆପଣଙ୍କ ଜୀବନକୁ ସମାପ୍ତ କରନ୍ତୁ। ମଝିରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଆପଣ ଜିତି ସଫଳ ହେଇଯିବେ। ଏହି ପ୍ରକାର ଅନୁଗ୍ରହ ମୋତେ ଦରକାର ଯଦି କହୁଛନ୍ତି, ଆସନ୍ତୁ ମୋ ସହିତ ପ୍ରାର୍ଥନା କରିବେ। ମହାନ ପବିତ୍ର ପ୍ରେମୀ ପରମେଶ୍ୱର ପିତା, ଦାଉଦଙ୍କ ପରି ଆତ୍ମିକ ବ୍ୟକ୍ତି ହିଁ ବ୍ୟଭିଚାରକୁ ଯେତେବେଳେ ସ୍ଥାନ ଦେଲା, ସେ ଗୋଟିଏ ସ୍ତ୍ରୀ ସହିତ ବ୍ୟଭିଚାର କଲା, କିନ୍ତୁ ତଥାପି ସେ ଗୋଟିଏ ରାତି ମାତ୍ର ବ୍ୟଭିଚାର କଲା, କିନ୍ତୁ ତଥାପି ତାର ପରିବାର ମଧ୍ୟରେ ଭୟଙ୍କର ଯୁଦ୍ଧର ଆରମ୍ଭ ହୋଇଗଲା। ତାଙ୍କ ନିଜ ପୁତ୍ର ହିଁ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲା। ତାଙ୍କ ପୁତ୍ର ହିଁ ତାଙ୍କ ଝିଅ ସହିତ ବ୍ୟଭିଚାର କଲେ, ଯାହା ତାଙ୍କ ପରିବାରରେ କେବେ ନଥିଲା। ଏହି ପ୍ରକାର ବିପତ୍ତି ଆସିଗଲା। ଭୟାନକ ଘଟଣା ସବୁ ତାଙ୍କ ଘରେ ସ୍ଥାନ ପାଇବାକୁ ଲାଗିଲା। ଏହି ସମସ୍ତ ବିଷୟକୁ ଦେଖି ସହ୍ୟ କରି ଦାଉଦ ଅନେକ ବିଚଳିତ ହୋଇ ପଡ଼ିଲେ। ପାପର ପ୍ରତିଫଳ ମଧ୍ୟରୁ ଦାଉଦ ବଞ୍ଚି ପାରିଲେ ନାହିଁ। ଆମେ କେମିତି ବଞ୍ଚିବା ପ୍ରଭୁ? ସେଥିପାଇଁ ଶୟତାନକୁ ଆଉ ଶୟତାନ ଦ୍ୱାରା ଆସିଥିବା ପରୀକ୍ଷା ସବୁକୁ, ଶୟତାନ ଯେଉଁ ପାପକୁ ଆମ ପାଖକୁ ଆଣିଥାଏ, ପିତା, ଯଦି ତାକୁ ଆମେ ସହଜ ବୋଲି ଭାବିବା, ପିତା, ଆମେ କଷ୍ଟରେ ପଡ଼ିଯିବା, ଆମେ ଭୟାନକ ଫାନ୍ଦରେ ପଡ଼ିଯିବା, ଆମେ ଆଉ ବାହାରକୁ ବାହାରି ପାରିବାନି, ଏମିତି ଅବସ୍ଥାକୁ ଆସିଯିବା। ପିତା, ଏହି ସମୟରେ ଆମେ ଆମ ନିଜକୁ ତୁମ ହସ୍ତରେ ଦଉଛୁ। ଅନୁଗ୍ରହ କରନ୍ତୁ ପିତା, ଆମ ଉପରେ ଦୟା କରନ୍ତୁ। ପିତା, ଆମକୁ ପ୍ରାର୍ଥନାର ଯୋଦ୍ଧା ଭାବରେ ଗଢ଼ନ୍ତୁ। ପ୍ରାର୍ଥନାର ଜୀବନ ଦ୍ୱାରା ଯାହା ଆମକୁ ମିଳିଥାଏ,
ସେହି ପବିତ୍ରତାକୁ ଆମକୁ ଭରପୁର ଦିଅନ୍ତୁ। ପବିତ୍ର ଜୀବନଯାପନ କରୁ କରୁ ସମସ୍ତ ସଂଘର୍ଷରେ ସଫଳ ହେବାକୁ ଆପଣଙ୍କ ମହିମା କରିବା ପାଇଁ ଏକ ଜୀବନ ଦିଅନ୍ତୁ। ଯୀଶୁଙ୍କ ନାମରେ ମାଗୁଅଛୁ ପିତା, ଆମିନ୍। ଆମର ଠିକଣା କାଲବରୀ, ପୋଷ୍ଟ ବକ୍ସ ନମ୍ବର 30, କୁକଟପଲ୍ଲୀ, ହାଇଦ୍ରାବାଦ 72।